ଦେଖନ୍ତୁ ସ୍ଥାୟୀ ବେଞ୍ଚ ଗଠନଟା ପ୍ରକୃତରେ ବହୁତ ରାଜ୍ୟରୁ ଦାବି ହେଉଛି। ଜିଲ୍ଲାମାନଙ୍କୁ ଆପଣ ଦେଖିବେ ଜିଲ୍ଲାରେ ମଧ୍ୟ ଡିଷ୍ଟ୍ରିକ୍ଟ ଜଜ୍ କୋର୍ଟର ଏକ୍ସଟେନସନ୍ ମାନେ ବିଭିନ୍ନ ସବ୍ ଡିଭିଜନକୁ ହେଇଗଲାଣି। ତେଣୁ ହାଇକୋର୍ଟ ବିଭାଜନ ହେବା ଲୋକଙ୍କୁ ଦ୍ୱାର ଦେଶରେ ନ୍ୟାୟ ପହଞ୍ଚାଇବା ପାଇଁ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବାର ଦାବିର ସପକ୍ଷରେ ଆମେ ଅଛୁ। କାଲି ବି ଥିଲୁ, ଆଜି ବି ଅଛୁ। ଓଡ଼ିଶାର ଦକ୍ଷିଣାଞ୍ଚଳରେ ଏବଂ ପଶ୍ଚିମାଞ୍ଚଳରେ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ କରିବା ପାଇଁ ବଡ଼ ଆନ୍ଦୋଳନ ମଧ୍ୟ ଓଡ଼ିଶା ଦେଖିଛି। କେନ୍ଦ୍ରରେ ମଧ୍ୟ ମୁଁ ସାଂସଦ ଥିଲାବେଳେ ପାର୍ଲାମେଣ୍ଟରେ ମଧ୍ୟ ଏକଥା ଏକାଧିକ ବାର ମୁଁ ଉଠେଇଥିଲି। ବିଷୟ ହେଉଛି ଯେ ଏଥିରେ ଯେଉଁ ବ୍ୟବସ୍ଥା ଅଛି ସେ ବ୍ୟବସ୍ଥାରେ ହାଇକୋର୍ଟର ମାନ୍ୟବର ବିଚାରପତିଙ୍କର ମଧ୍ୟ ଗୋଟେ ବଡ଼ ଭୂମିକା ଅଛି ମତାମତ ଦେବାରେ। ତାଙ୍କର ବଣ୍ଟାପତ୍ର ମଧ୍ୟ ମୂଲ୍ୟ ଅଛି। ଗଭର୍ଣ୍ଣରଙ୍କ ମଧ୍ୟ ଗୋଟେ ଭୂମିକା, ତାଙ୍କର ମତାମତର ମୂଲ୍ୟ ଅଛି। ଏବଂ ଥରେ ପ୍ରସ୍ତାବଟା ଯଦି କମ୍ପୋଜିଟ୍ ପ୍ରପୋଜାଲ୍ ହେଇକରି ଯାଆନ୍ତା, କେନ୍ଦ୍ର ସରକାର ତାକୁ ବିଚାର କରନ୍ତେ। କେବେ ବି କମ୍ପୋଜିଟ୍ ପ୍ରପୋଜାଲ୍ ଗଲା ନାହିଁ। ଆଉ ମହତ୍ତ୍ୱପୂର୍ଣ୍ଣ ବିଷୟ ହେଲା ଯେ ଯେଉଁ ଓକିଲ ସମୂହ ଅଛନ୍ତି ସେମାନେ ମଧ୍ୟ ପଶ୍ଚିମାଞ୍ଚଳ କିମ୍ବା ଦକ୍ଷିଣାଞ୍ଚଳ ନ କହିକରି ପରସ୍ପର ଭିତରେ କଥା ଲାଗି ଯେ ନିର୍ଦ୍ଦିଷ୍ଟ ସ୍ଥାନ କଥା ଉଲ୍ଲେଖ କରନ୍ତେ, ତାହେଲେ ବି ସୁବିଧା ହୁଅନ୍ତା। ଏ ବାବଦରେ ମୁଁ ଓକିଲ ଭାବରେ ତ ପଶ୍ଚିମ ଓଡ଼ିଶାର ଓକିଲମାନଙ୍କ ସାଙ୍ଗେ ଦକ୍ଷିଣ ଓଡ଼ିଶାର ଓକିଲମାନଙ୍କ ସାଙ୍ଗେ ସମ୍ପର୍କରେ ଅଛି। ସେମାନଙ୍କ ଭିତରେ କନସେନସସ୍ ତିଆରି କରିବା ପାଇଁ ଉଦ୍ୟମ କରୁଛୁ। କନସେନସସ୍ ତିଆରି ହୋଇଗଲେ ନିର୍ଦ୍ଦିଷ୍ଟ ସ୍ଥାନ ଏବଂ କେଉଁ ଅଞ୍ଚଳକୁ ନେଇକି ତାର ଜୁରିସଡିକ୍ସନ୍ ହେବ ସ୍ଥାୟୀ ବେଞ୍ଚର, ଏବଂ ରାଜ୍ୟ ସରକାରଙ୍କର ଯେଉଁ ଭୂମିକା ଅଛି ଯେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେଲେ ଯେଉଁ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ପାଇଁ ଜମି ଦେବାଟା, ଭିତ୍ତିଭୂମି ପାଇଁ ପଇସା ଦେବାଟା ଏବଂ ରିକରିଂ ଖର୍ଚ୍ଚ, ଦୈନନ୍ଦିନ ଖର୍ଚ୍ଚ ଦେବାଟା ରାଜ୍ୟ ସରକାରଙ୍କର ସମସ୍ୟା ନେଇ ଆମେ ପ୍ରସ୍ତୁତ ଅଛୁ। ରହିଲା ୟାକୁ କେନ୍ଦ୍ର ସରକାରଙ୍କ ଯଶବନ୍ତ ସିଂ ଗୋଟେ କମିଶନ ବଚାଇଥିଲେ କେଉଁ ପାରାମିଟରରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବ। ତେଣୁ ଯେଉଁ ଜାଗା ପ୍ରକୃତରେ ଯଶବନ୍ତ ସିଂ କମିଶନର ଆଧାରରେ ସ୍ଥାନ ହେବ, ତାକୁ ଯଦି ଓକିଲ ସମୂହ ସେଇ ସ୍କେଲକୁ ନେଇକରି ମାପିକରି ନିର୍ଦ୍ଦିଷ୍ଟ ସ୍ଥାନ ବାବଦରେ ନିଷ୍ପତ୍ତି କରନ୍ତେ ଏବଂ ପ୍ରସ୍ତାବ କରନ୍ତେ, ତାହେଲେ ଏ କାମଟା ଆହୁରି ସରଳ ଏବଂ ସହଜ ହୋଇଯାଆନ୍ତା।